श्रीमद् संभवम जज्जद्विभूतिमत् सत्त्वं श्रीमद्दुर्जितमेव वा तत्त्वदेवावगच्छत्वं मम तेजं अंशसंभवं जज्जद्विभूतिमत् सत्त्वं श्रीमद्दुर्जितमेव वा तत्त्वदेवावगच्छत्वं मम तेजं अंशसंभवं जज्जद्विभूतिमत् सत्त्वं श्रीमद्दुर्जितम् एव वा तत्तदेव अवगच्छत्वं मम तेजंसंभवं श्रीमद्दुर्जितम् एव वा तत्तदेव अवगच्छत्वं मम तेजंसंभवं जज्जद्विभूतिमत् सत्त्वं श्रीमद्दुर्जितम् एव वा तत्तदेव अवगच्छत्वं मम तेजंसंभवं जज्जद्विभूतिमत् सत्त्वं श्रीमद्दुर्जितम् एव वा तत्तदेव अवगच्छत्वं मम तेजंसंभवं जज्जद्विभूतिमत् सत्त्वं श्रीमद्दुर्जितम् एव वा तत्तदेव अवगच्छत्वं मम तेजंसंभवं सत्संग जब जब जहाँ जहाँ विभूति ऐश्वर्य मत युक्त सत्व वस्तु अच्छी श्रीमद सुंदर उचित गौरवमय एवं निश्चित भावे बा तत्त शेषको एवं निश्चित भावे अवगच्छ ज्ञानत्व त्वं तुम्हें मम और तेज अंश संभव धन्यवाद। एक तो जान रखते जहाँ सब सुंदर गौरवमय मणिषिक सृष्टि अच्छी ताहा सब मोर भीतर एक अंश रूप चिंचलते हेउ ना जड़जगत हेउ जहाँ सब सुंदर और गौरवमय से सब कृष्णकर ऐश्वर्य एक आंशिक परिप्रकाश जहाँ असाधारण ऐश्वर्य सहित ताहा कृष्णकर ऐश्वर्य प्रतीक बोली जाने उचित जज्जद्विभूतिमत् सत्त्वं श्रीमद्दुर्जितमेव वा तत्तदेवावगच्छत्वं मम तेजंसंभवम्। एक कथा जानी रखते जहाँ सब सुंदर गौरवमय और बड़िष्ठ सृष्टि अच्छी ताहा सब मोर तेजर एक अंश भगवान ने परिष्कार करी अर्जुन को स्पष्ट भाव में सूचित करे जे जहाँ सब ये भौतिक जगत हो बा चित जगत हो आम तो भौतिक जगत अच्छे चित जगत जानी जहाँ भौतिक जगत जिते सब सुंदर वस्तु अच्छी जिते गौरवमय वस्तु अच्छी जिते आश्चर्यकर वस्तु अच्छी से सब हूँ भगवान तेजर एक अंश जात यहाँ गोटे बहुत गुरुत्वपूर्ण कथा भगवान तेज भगवान ऐश्वर्य ताहार एक आंशिक प्रकाश तार भगवान प्रकृत जो संपूर्ण भाव शरीर जो से प्रकाशित करे सी तार कौन हम आज भी से कथा भगवान जो विराट प्रकाश रही से विराट प्रकाश जो किंचित किंचित प्रकाश आम भौतिक जगत देखिए से भौतिक जगत विभिन्न वस्तु माध्यम गौरवमय आनंदमय जो सौंदर्यमय प्रकाश आम पाइबा
କିନ୍ତୁ ଆମର ଗୋଟେ ଦୋଷ, ଆମେ ଯେତେବେଳେ ଯାହା କିଛି କୌଣସି କାର୍ଯ୍ୟରେ ଯଦି କିଛି ଆମର ସଫଳତା ଆସିଯାଏ ସେତେବେଳେ ଆମେ ନିଜକୁ ଦାବି କରୁ ଏବଂ ନିଜେ ସେଥିରେ ହକଦାର ବୋଲି ଆମେ ନିଜକୁ ଦାବି କରୁ। କୌଣସି ଭଲ କାମ କଲେ ବା କୌଣସି ଭଲ କାମ ଆମ ଦ୍ୱାରା ହେଇପାରିଲା ସେଟାକୁ ଆମେ ନିଜେ କହୁ ଯେ ଆମେ ଆମର ଏଇ କାମଟି ଆମ ଦ୍ୱାରା ସମ୍ଭବ ହୋଇଛି ଏବଂ ଏଇଟା ଆମ ପାଇଁ ହେଇପାରିଲା। ଆଉ ଯେତେବେଳେ କିଛି ଅସୁବିଧା ହେଲା, ଯେତେବେଳେ କୌଣସି ମନ୍ଦ କାର୍ଯ୍ୟ ହେଲା ସେତେବେଳେ ଦାୟୀ କରୁଥାଉ ଅନ୍ୟମାନଙ୍କୁ ଦାୟୀ କରୁ, ସେତେବେଳେ ଭଗବାନଙ୍କୁ ଦାୟୀ କରୁ। ସେ ଭଗବାନ ଚାହାନ୍ତି ଭଗବାନ ମୋତେ ଏଇଭଳି ଅସୁବିଧା ପକେଇବେ, ମୁଁ କ'ଣ ଚାହୁଁଥିଲି ମୋତେ ତ ଏଇ ସଂସାର ଭିତରେ ସେ ପକେଇ ଦେଇଛନ୍ତି, ଏଇସବୁ ସଂସାର ଭିତରେ ଭଗବାନ ମୋତେ ପକେଇଛନ୍ତି, ମୋ କ'ଣ ସବୁ ବାହାରି ପାରୁଛି ନିଜକୁ ସେଥିରେ କୌଣସି ପ୍ରକାର ଦାୟୀ କରିଦେଲେ ସବୁବେଳେ ଅନ୍ୟମାନଙ୍କୁ ଦାୟୀ କରେ। ଇଏ ହେଉଛି ଗୋଟେ ମଣିଷର ଗୋଟେ ବ୍ୟକ୍ତି। କିନ୍ତୁ ଯେ ଉତ୍ତମ ବ୍ୟକ୍ତି ସିଏ ଯେତେବେଳେ କୌଣସି ତା ଦ୍ୱାରା ଭଲ କାର୍ଯ୍ୟ ହୁଏ ସେ କେବେ ସେ ନିଜକୁ ସେଥିପାଇଁ ଦାବିଦାର କରେ, ସେ ଭଗବାନ ପ୍ରଦାନ କରେ, ସେ କ୍ରେଡିଟଟା ଭଗବାନ ପ୍ରଦାନ କରେ। ଏବଂ ଯେତେବେଳେ କୌଣସି ମନ୍ଦ କାର୍ଯ୍ୟ ହେଇଥାଏ ସେତେବେଳେ ସେ ନିଜକୁ ହିଁ ସେଥିରେ କହିଥାଏ ଯେ ମୋ ଦ୍ୱାରା ହିଁ ଏଇ ମନ୍ଦ କାର୍ଯ୍ୟଟି, ଯଦିଓ ସେ ଅନ୍ୟ କାହା ଦ୍ୱାରା ମନ୍ଦ କାର୍ଯ୍ୟଟି ହେଲା ବା ଅନ୍ୟ କାହା ଦ୍ୱାରା ସେ ମନ୍ଦ କାର୍ଯ୍ୟଟି କରାଯାଇଛି ତଥାପି ମଧ୍ୟ ସେ ନିଜକୁ ଦାୟୀ କରିଥାଏ ଯେ ମୋ ଦ୍ୱାରା ଏଇ କାର୍ଯ୍ୟଟି। ଯେମିତି ଆମେ ଦେଖିବା ଯୁଧିଷ୍ଠ ମହାରାଜ କୁରୁକ୍ଷେତ୍ର ମହାଭାରତ ଯୁଦ୍ଧ ହେଲା, ମହାଭାରତ ଯୁଦ୍ଧରେ ପାଣ୍ଡବମାନେ ବିଜୟ ହେଲା ପରେ ଯୁଧିଷ୍ଠିରଙ୍କୁ ସିଂହାସନ ଆରୋହଣ କରିବାକୁ କୁହାଗଲା। ବ୍ୟାସଦେବ କହିଲେ, ଭଗବାନ ଶ୍ରୀକୃଷ୍ଣ ମଧ୍ୟ ନିଜେ କହିଛନ୍ତି ଯେ ଆପଣ ସିଂହାସନ ଆରୋହଣ କରନ୍ତୁ, ଆପଣ ହେଉଛନ୍ତି ଧାର୍ମିକ, ଆପଣ ହେଉଛନ୍ତି ଏକ ଶାସକ, ସୁନ୍ଦର ଭାବରେ ଆପଣ ଶାସନ କରିପାରିବେ, ପ୍ରଜାମାନେ ମଧ୍ୟ ଆପଣଙ୍କ ଶାସନକୁ ଅପେକ୍ଷା କରିଛନ୍ତି, ତେଣୁ ଆପଣ ସିଂହାସନ ଆରୋହଣ କରି ପ୍ରଜାମାନଙ୍କୁ ଶାସନ କରନ୍ତୁ। ଯୁଧିଷ୍ଠିର ମହାରାଜ ମୁଁ କୌଣସି ପ୍ରକାର ଭାବରେ ଏ ସିଂହାସନ ଆରୋହଣ କରିବି ନାହିଁ, କାହିଁକି ନା ଏଇ ଯେଉଁ ଯୁଦ୍ଧ ହେଲା, ଏଇ ଯୁଦ୍ଧରେ ଯେଉଁ କେତେ ନରସଂହାର ହେଇଛି, କେତେ ସୈନ୍ୟମାନେ ସବୁ ଯେଉଁ ମୃତ୍ୟୁବରଣ କଲେ ସେସବୁର ଦାୟୀ ହେଉଛି ମୋ ପାଇଁ। ମୁଁ କେବଳ ସିଂହାସନ ବସିବା ପାଇଁ ଏସବୁ କାର୍ଯ୍ୟ କରାଯାଏ, ତେଣୁ ଏସବୁ ମୃତ୍ୟୁର ହେଉଛି ମୁଁ ଦାୟୀ, ତେଣୁ ମୁଁ ସିଂହାସନ ଆରୋହଣ କରିବି। ନିଜ ଭଗବାନ କୃଷ୍ଣ ତାଙ୍କ ଅନୁରୋଧ କଲେ ମଧ୍ୟ ଏପରିକି ବ୍ୟାସଦେବ ଯିଏକି ତାଙ୍କର ଯାହା ପାଖରେ ବହୁତ ବୟସ୍କ ବ୍ୟକ୍ତି ଏବଂ ବିଦ୍ୱାନ ବ୍ୟକ୍ତି, ସିଏ ମଧ୍ୟ ଅନୁରୋଧ କଲେ ମଧ୍ୟ କୌଣସି ପ୍ରକାର ଯୁଧିଷ୍ଠିର ମହାରାଜ ସିଂହାସନ ଆରୋହଣ କଲେ। ସେତେବେଳେ ଭଗବାନ କୃଷ୍ଣ ତାଙ୍କୁ କହିଲେ, ଯାଅ ପିତାମହ ଭୀଷ୍ମ ବର୍ତ୍ତମାନ ଶଯ୍ୟାରେ ଅଛନ୍ତି, ସେ ମୃତ୍ୟୁବରଣ କରିନାହାନ୍ତି, ତାଙ୍କୁ ପଚାର ସିଏ କ'ଣ। ତାପରେ ଯୁଧିଷ୍ଠିର ମହାରାଜ ଆସିଥିଲେ ଏବଂ ଯୁଧିଷ୍ଠିର ମହାରାଜ ଆସି ଯେତେବେଳେ ପାଞ୍ଚ ଯୁଧିଷ୍ଠିର ମହାରାଜ ବସିଥିଲେ ଭୀଷ୍ମଙ୍କ ପାଖରେ, ସେତେବେଳେ ଭୀଷ୍ମ ଦେଖିଲେ ଏମାନଙ୍କ ମନ ଦୁଃଖିତ, ଏମାନଙ୍କର ସମସ୍ତ ଭାଇମାନଙ୍କର ମନ ଦୁଃଖରେ ଅଛି, କିନ୍ତୁ ଭୀଷ୍ମ ସରଶଯ୍ୟାରେ ଥିଲେ ମଧ୍ୟ ତାଙ୍କ ଆଖିରୁ ଆନନ୍ଦର ଅଶ୍ରୁ ସରଶଯ୍ୟାରେ ଥିଲେ, ସରସ ତାଙ୍କ ଶରୀରକୁ ଆଘାତ ତଥାପି ମଧ୍ୟ ସେ ଆନନ୍ଦ ଦେଖିଲେ ଏବଂ ସେ ଯୁଧିଷ୍ଠିର ମହାରାଜ କହିଲେ, ତୁମେ ମନରେ କାହିଁକି ଦୁଃଖ କରୁଛ, ଯେଉଁଟା ପ୍ରକୃତ ପକ୍ଷେ ଆବଶ୍ୟକ ଥିଲା ବର୍ତ୍ତମାନ ତାହା ସମ୍ଭବ ହେଲା। ଅଧାର୍ମିକ ବ୍ୟକ୍ତିମାନଙ୍କର ନିଧନଟା ଆବଶ୍ୟକ ଥିଲା, ଆଉ ଯେଉଁଟାକି ଭଗବାନଙ୍କ ଦ୍ୱାରା ସମ୍ଭବ ହୋଇଛି, ଭଗବାନଙ୍କର ଇଚ୍ଛା ଦ୍ୱାରା ଏ ସମ୍ଭବ ହୋଇଛି, ତେଣୁ ବର୍ତ୍ତମାନ ତୁମେ ସିଂହାସନ ଆରୋହଣ କର, ତୁମକୁ ବର୍ତ୍ତମାନ ସିଂହାସନ ଆରୋହଣ କରିବାକୁ, ତୁମେ ହିଁ ଧାର୍ମିକ ଲୋକ ଏବଂ ଧର୍ମ ରାଜ୍ୟର ପ୍ରତିଷ୍ଠା କରିବା ପାଇଁ ଭଗବାନ ଚାହାନ୍ତି, ତେଣୁ ତୁମକୁ ସିଂହାସନ ଆରୋହଣ କରିବା ପାଇଁ ପଡ଼ିବ। ଏବଂ ସେ ଗୋଟେ ସୁନ୍ଦର ଯୁକ୍ତି ଦେଲେ ଭୀଷ୍ମ, ଦେଖ ତୁମେ ଯେଉଁ ଦାୟୀ କରୁଛ ନିଜକୁ, ଯେଉଁ ସବୁ ହତ୍ୟା ହେଲା, ନରସଂହାର ହେଲା ବା ଦୁଃଖ ଆସିଲା, ତୁମେ ନିଜକୁ ଦାୟୀ କରୁଛ। ପ୍ରକୃତ ପକ୍ଷେ ଦେଖ ତାହା ପୂର୍ବରୁ ଯୁଦ୍ଧ ପୂର୍ବରୁ ତୁମ ଜୀବନରେ ଯେତେ ପ୍ରକାର ବିପର୍ଯ୍ୟୟ ଆସିଛି, ଯେତେ ପ୍ରକାର ବିପଦ ଆସିଛି, ସେଥିପାଇଁ କିଏ ଦେଇ, ସେଥିପାଇଁ କ'ଣ ତୁମେ ଦେଇ? ତୁମେ ତ ସବୁ ଧାର୍ମିକ ଧର୍ମ ମାର୍ଗରେ ଅଛ, ନ୍ୟାୟ ମାର୍ଗରେ ଅଛ, କୌଣସି ପ୍ରକାର କାହାକୁ ମନରେ କଷ୍ଟ ଦେଇନାହ, କାହା ମନରେ ଦୁଃଖ ଦେଇନାହ, ତୁମ ଜୀବନରେ ଏ ପ୍ରକାର ବିପଦ କାହିଁକି ଆସିଲା? ଭୀଷ୍ମ ସରସ୍ୱତୀ ମଧ୍ୟ ଠିକ୍ କହୁଛନ୍ତି, ଯତ୍ର ଧର୍ମ ସୁତ ରାଜା ଗଦା ପାଣି ବିପଦର କୃଷ୍ଣସ୍ତୁ ଗାଣ୍ଡି ବଚାମ ସୁହୃତ କୃଷ୍ଣ ତୋଟନ୍ତ। ଯେଉଁଠି ଧର୍ମସୁତ ରାଜା ଅଛନ୍ତି ଯୁଧିଷ୍ଠିର ମହାରାଜ, ଯେଉଁ ଧର୍ମକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି, ଧର୍ମର ହେଉଛି ମୂର୍ତ୍ତିମନ୍ତ ପ୍ରତୀକ ଯୁଧିଷ୍ଠିର ମହାରାଜ, ଯିଏ
धर्म को कड़ाकड़ी भाव पालन करते आउ जहाँकर भाई हूँ द्रुपद अर्थात भीमसेन भीमसेन गदाधारी गदाधर नहीं पाठ बसले एवं यत्र धर्मसूत राजा गदा पाणे द्रुपद कृष्ण गांडीव जहाँकर हस्तर गांडीव अच्छी अर्थात अर्जुन अर्जुन अच्छा गोटे पाखे भीम अच्छा गोटे पाखे तुम गोटे धर्म पालन कर धर्म कड़ाकड़ी पालन कर ब्राह्मण वैष्णव शासन देच ब्राह्मण वैष्णव कौन प्रकार अत्याचार करना सहित तुम सखा किए अच्छे एत सब थी सखा किए अच्छे श्रोत कृष्ण तुम सखा कृष्ण निजे अच्छे तुम जीवन कहीं विपद आसला कौन विपद आसला से विपद तुम निजे दायित्व ना बर्तमान संपद आसमान तो सिंहासन आरोप करने समय कहीं निजे दायित्व जिते विपद आसला से प्रश्न करते कहीं मो जीवन विपद आसू से विपद कौन भगवान कहले विपद आसू आम जीवन विपद आम सही प्रतिदिन तुम माँ मत कहते विपद आसतु तत्र तत्र जगत गुरु भगवत दर्शन धर्म दर्शन मो जीवन बराबर दुख आसू मो जीवन बराबर विपद आसू विपद आसिक प्रभु को दर्शन करुँच प्रभु को दर्शन कले मोर पुनर्जन्म हम ना मु मृत्युवरण कले भगवत धाम यात्रा करी आसिक ना ये तुम माँ कहते तुम्हें मैंने कौन प्रकार प्रतिवाद से करना कि वर्तमान जो धर्मराज प्रतिष्ठा करने आवश्यक पड़े तुमको जो सिंहासन आरोप आवश्यक पड़े तुम्हें भगवान इच्छा को तुम्हें मैंने मानि कौन से प्रकार प्रतिवाद कर उत्तम व्यक्ति कौन से प्रकार किसी गोटे घटना घटले दुर्घटना घटले से निज दायित्व आज जो किसी उत्तम कार्य घटे से भगवान को महात्मा धर्म मान क्रेडिट प्रदान आपने आमर जो व्यास पूजा हो व्यास पूजा हो व्यास पूजार शिष्य गुरु को गौरव गान गुरुंर गुणगान करते से दिन पूरा जो शिष्य मान सब दिन रात मिसिक से गुरुंर ग्लोरिफिकेशन कर ग्लोरिफिकेशन कला सबुदिन तो गुरु कथा कहते कि से दिनटा व्यास पूजा दिन शिष्य ही गुरुंर गुण कीर्तन करने सुजोग दिया और समस्त शिष्य मैंने गुरुंर गुण कीर्तन कर कि शेष गुरुदेव कौन शेष गुरुदेव कहती तुम्हें मैंने मत जो प्रशंसा सूचक वाणी शुणल मत जो मोर जो सब गौरव गान कल से सब हंता से सब हंता मुह से सब दावेदार मुह से सब प्राप्य हो मो गुरुदेव मो गुरुदेव प्राप्य एवं सी जहाँ तुम मत प्रदान कर मो गुरुदेव प्रदान से ग्रहण ये प्रकार भाव एवं मो गुरुदेव गुरुदेव प्रदान कर गुरुदेव गुरुदेव प्रदान कर ये जाए कौन भगवान तो जहाँ किसी आम जीवन में घटुची आम जीवन में जहाँ किसी भल कार्य होती कौन कार्य जहाँ किसी हो सबूर हत्या भगवान कृपा जहाँ किसी सब संभव तेणु आम निज कौन प्रकार करवा उचित जो मैंने ये करते से प्रकृत बुद्धिमान से प्रकृत जहाँ कहे से सब समय फायदा जो मैंने प्रकृत पक्षे असुर संपन्न लोक असुर स्वभाव संपन्न लोक से कहते जहाँ किसी होता आम आम सब किसी करें भगवान किसी करने आम दैवास संपद विभाग असुर मान बहुत गुण गुड़ा सब असत्यम अप्रतिष्ठम ते जगदा अनिश्वर अपरस्पर संभूतम किमन्य नाम ये जगत हूँ मिथ्या ब्रह्म वस्तु सब ये जगत क्या हूँ मिथ्या ये जगत मिथ्या अरे जगत आम अच्छु समस्ते अच्छा सब जीव मैंने अच्छा मिथ्या के मिथ्या नुह ये हूँ अस्थायी ये जगत हूँ अस्थायी ये शरीर अस्थायी ये सब किसी जहाँ किसी अच्छे अस्थायी स्थायी स्थायी नुह अस्थायी मिथ्या मिथ्या जी तार किसी मन अस्तित्व न जहाँ जोटा मिथ्या होता तार अस्तित्व ना कि अस्तित्व अच्छे आम मान अस्तित्व अच्छी जीव मान अस्तित्व अच्छी पशु पक्षी कीट अस्तित्व अच्छी किंतु से आयुष हूँ
जहाँ आयुष निर्दिष्ट करा से वर्ष एपरी जगत मुक्त ब्रह्मांड कथा कहुଛି ब्रह्मांडर मध्य निर्दिष्ट रही ब्रह्मांडर प्रलय मध्य किंतु से मिथ्या है समाज से एक प्रकार जुक्ति देखा जे ब्रह्म वस्तु सत वस्तु और जगत वस्तु मिथ्या एवं से ब्रह्मटा को से कहते जे एटा होछि प्रकृत पक्षे मुख्य किंतु से ब्रह्मटा कौन सेति पर से आ ता पूर्व जाय ता पर जाय ता पर से माने दिबे से ब्रह्म वस्तु पर रही किंतु से ब्रह्मटा आसुछि परम ब्रह्म भगवान को अर्जुन कहते दशम परम ब्रह्म परम धाम पवित्र परम भवा पुरुषं शाश्वत देवम आदि देव अजम विभु आपण होछ परम ब्रह्म काई कि ये जो ब्रह्म जहाँ की ज्योति बा जहाँ की तेज जहाँ की आपन ऐश्वर्य ये सब आपन ठार तो आपण होछ स्वयं परम ब्रह्म किंतु ये जो मान निराकारवादी निर्विशेषवादी बा अभक्त जो नास्तिक ସେମାନେ से ब्रह्म पର୍ଯ୍यंत ब्रह्मवादी तो से ब्रह्म पର୍ଯ୍यंत जिबे आ ब्रह्म पर जे परम ब्रह्म अछन भगवान से पର୍ଯ୍यंत जीवा पे जाकर नहीं जो योग्यता नहीं बा सामर्थ्य से पर से किंतु जे भक्त से जाय से परम ब्रह्म यदि अर्जुन से कहले आपण होछन परम ब्रह्म आपण होछन परम धाम आपण होछन आदि पुरुष आपण होछन अजय आपण होछन विभु एवं एटा मु केवल खुशामत करी आपण कहूनी मोर अतरे आपण सारथी हेले सेति में मु कहि ता न मोर अतरे आपण सारथी गुरु मु आपण टेकी कहि ना मो पूर्वरो अन्य माने मध्य काको स्वीकार करते को माने स्वीकार करते आहुष्वा ऋषयस्ते देवर्षि नारद तथा असित देवगण व्यास स्वयं च अल्प मो पूर्वरो देवगण व्यास नारद इत्यादि एमाने समस्त मध्य स्वीकार करते आपण आपण होचते परम पुरुष आपण होचते आदि देव आपण होचते अजय मो पूर्वर अन्य पैसा मु केवल का धोम एक कथा किंतु एमाने जो निराकार माने भक्त माने सेमाने भगवान कर परम ब्रह्म तो परम ब्रह्म को स्वीकार करते काई के निजुक्त भगवान को कहते ना सेमान निजुक्त भगवान को कहते तार भगवान को परम ब्रह्म स्वीकार कर निज भगवतार चेष्टा नहीं तो सेति में सेमाने कौन से प्रकार भगवान कर जहाँ की परम ब्रह्म को समय कौन से प्रकार स्वीकार करते जहाँ सवाल कहते जगत को मिथ्या ए जगत ईश्वर ईश्वर कही नाहंती आमे पुरुष स्त्री संपर्क रखी संतान जात करछु एवं समग्र जगत क्रिया चालछि विद्या के ताको जुक्ति ग्रहण करछि जे डार्विन थिले दार्शनिक से थिले से गोटे मतवाद देथिले जापर इवोल्यूशनरी थ्योरी विवर्तन मतलब कौन ना प्रथमे अमेरिकन प्राणी तापर मेरुदंड प्राणी तापर द्विपद प्राणी तापर चतुष्पद प्राणी एई भଳି हे ससर प्रमाण में आसीले मनुष्य तापर मनुष्य मनुष्य पर्यंत आसुची एई जो प्राणी मान सब से माने अस्तित्व चली केवल एई मनुष्य एई प्रमाण में जो मनुष्य ही आसुची सेतोले केवल मनुष्य ही रह आ कोन के रह किंतु आमे देखु मनुष्य अछंती पशु अछंती पक्षी अछंती कीट अछंती पतंग अछंती एमान समस्त अछंती ताले मतवाद तो भूले हां पुन मनुष्य तुलना में माने संख्या अधिक अछि एमान संख्या यदि समस्त प्रमाण में मनुष्य है तो मनुष्य संख्या अधिक हो एमान संख्या कम ही किंतु आमे देखु कोन मनुष्य अपेक्षा पशु पक्षी कीट पतंग इत्यादि एमान संख्या अधिक ताका कौन है आमे कोन करो जे प्रकृत पक्षे आमे माना पूर्व जन्म प्रारब्ध कर्म फल वर्तमान हम सुजोग मनुष्य जन्म दिया जाए कि ये मनुष्य जीवन में हम सुकृति को दुरुपयोग करिया हमर जो सुकृति को दुरुपयोग करिवा जे भगवत धाम को हमें जीवा पे प्रचेष्टा न करिवा ताले हम कर नहीं पुनरप जन्म पुनरप मरण पुनरप जन्म हमें पुणी जहाँ पर निम्न रखी हम से पशु पक्षी कीट पतंग जन्म आने करे जो मनुष्य जन्म अल्प मनुष्य जीवन होची मानव मान संख्या होची अल्प पशु पक्षी कीट पतंग मान संख्या अधिक होची तो एथिरे मनुष्य कोन होची करियो एठी मनुष्य कोन करियो मनुष्य चिंता करी परिपालियो जे मु निश्चित भाव आसंता जन्म मनुष्य जीवन पाई से निजे चेष्टा करी बा निजे कोन प्रकार प्रयास करी से परिपालियो ताहा प्रकृत पक्षे तुमे मृत्यु समय जो चिंता करियो से अनुसार तुम शरण पाए मृत्यु समय तुम चिंता करियो मनुष्य चिंता करियो परवर्ती समय मनुष्य जन्म पाए एथिरे कोन कारण तुमे मनुष्य को चिंता करियो
ସେଭଳି କୌଣସି ଗ୍ୟାରେଣ୍ଟି ଦେଇପାରିବେନି ଯେ ମନୁଷ୍ୟ ଚିନ୍ତା କରିବି ପୁରୁଷ ସ୍ତ୍ରୀ ଚିନ୍ତା କରିବି ମୋ ସ୍ତ୍ରୀ ଚିନ୍ତା କରିବି ବା ପିଲାଙ୍କୁ ଚିନ୍ତା କରିବି ସେଇଭଳି ପ୍ରକାର ଶରତ ପାଇବ। ଆମେ ଯେଉଁ ପ୍ରକାର ଭାବନା ଦେଇକି ଆମେ ଶରତ ପାଇଲେ ସେଇ ଅନୁସାରେ ଶରତ ପ୍ରାପ୍ତ। କିନ୍ତୁ ଆମର ମନୁଷ୍ୟ ଜୀବନର ପ୍ରକୃତ ସଫଳତା ହେଉଛି ଅନ୍ତିମ ସମୟରେ ଭଗବାନଙ୍କୁ ସ୍ମରଣ କରିବାକୁ ଅନ୍ତକାଳେ ଜନ୍ମ ସ୍ମରଣ ଭୁକ୍ତା ଫଳେବର ଯ ପ୍ରୟାତି ସମଭାବ ଅନ୍ତିମ ସମୟରେ ଯେ ମତେ ସ୍ମରଣ କରିକି ଶରତ ତ୍ୟାଗରେ ସେ ନିଶ୍ଚିତ ଭାବରେ ଭଗବାନଙ୍କୁ ଯାହା ଏଇଟା ହେଉଛି ମାନବ ଜୀବନର ସଫଳତା। ତେଣୁ ମଣିଷ ଜୀବନର ପ୍ରକୃତ ସଫଳତା ଆମେ ଯଦି ଅନ୍ତିମ ସମୟରେ ଭଗବାନ କିନ୍ତୁ କେତେ ଜଣଙ୍କର ସେଇଟା ହେଉଛି ଯାହାଫଳରେ ପଶୁପକ୍ଷୀ ଇତରମାନଙ୍କର ସଂଖ୍ୟା ଅଧିକ ହେଉଛି ମାନବମାନଙ୍କ ସଂଖ୍ୟା କମିଯାଉଛି ମାନବମାନଙ୍କ ସଂଖ୍ୟା କମିଯାଉଛି ପଶୁପକ୍ଷୀମାନଙ୍କ ଭିତର ସଂଖ୍ୟା ବଢ଼ିଯାଉଛି କାହିଁକିନା ଆମର ଚେତନାଟା ସେଇ ପଶୁପକ୍ଷୀ ଚେତନା ଆମର କୁହାଯାଇଛି 5 ପ୍ରକାର ଚେତନା ଭିତରେ ସବୁ ଜୀବ ଅଛି 5ଟି ଚେତନା କ'ଣ କ'ଣ 5ଟି ଚେତନା ଆବୃତ ଚେତନା ସଂକୁଚିତ ଚେତନା ମୁକୁଳିତ ଚେତନା ବିକଚିତ ଚେତନା ଏବଂ ପୂର୍ଣ୍ଣ ବିକଚିତ ଚେତନା। ଆବୃତ ଚେତନା ଏବଂ ସଂକୁଚିତ ଚେତନା ମଧ୍ୟରେ ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ସେମାନେ ଅଛନ୍ତି ସେମାନଙ୍କର ଚେତନାଟା ବିକାଶ ହେଇପାରିବ ଅର୍ଥାତ୍ ସେମାନେ ଯେଉଁ ସ୍ଥିତିରେ ଅଛନ୍ତି ସେଇଥିରେ ହିଁ ରହିବେ ଆଉ ସେମାନେ ବଢ଼ିପାରିବେ। ଗୋଟେ କୁକୁର କ'ଣ ସେ ଜାଣିଛି କୁକୁରକୁ ତୁମେ ବାଡ଼ାଅ ପିଟ ସେ ଆସିକି ଖାଇବ ମାଡ଼ ଖାଉଛି ପିଟା ଖାଉଛି ତଥାପି ସେ ତାପରେ ତାର କୌଣସି ନାହିଁ ଏଇଟା ଗୋଟେ ମନ୍ଦିର ବା ଏଇଟା ଗୋଟେ ହାଣ୍ଡିଶାଳ ଏଇଠି ମୁଁ ପଶିଗଲେ ମୋତେ ମାଡ଼ ହେବ ସେ ଧାରଣା ଅଛି ସେ ପଶିଯିବେ ଅଣ୍ଡା କରିବେ ସବୁ ତେଣୁ ସେମାନଙ୍କର ଚେତନା ହେଉଛି ନିମ୍ନ ଚେତନା ତାଙ୍କର ନିମ୍ନ ଚେତନା କୌଣସି ପ୍ରକାର ଭାବରେ ସେ ଆଉ ଉନ୍ନତ ଚେତନାର ଅଧିକାରୀ କିନ୍ତୁ ମନୁଷ୍ୟର ଚେତନାଟା ଉନ୍ମେଷ ହେବ ସେଥିପାଇଁ ମନୁଷ୍ୟ ଜୀବନ ମୁକୁଳିତ ଚେତନାରୁ ବିକଚିତ ଚେତନା ପୂର୍ଣ୍ଣ ବିକଚିତ ଚେତନା ମନୁଷ୍ୟ ମୁକୁଳିତ ଚେତନା ଅର୍ଥ ଯେତେବେଳେ ଆମେ ମନୁଷ୍ୟ ଜୀବନ ଲାଭ କରୁ ଆହାର ନିଦ୍ରା ଭୟ ବୈଥନ ପଶୁପକ୍ଷୀ ଯାହା କରୁଛୁ ଆମେ ବି ସେଇଆ କରୁ କିନ୍ତୁ ଟିକେ ଶୃଙ୍ଖଳିତ ଉପାୟରେ ଆମେ କରୁଛୁ କିନ୍ତୁ ତାଠାରୁ ଯେତେବେଳେ ଆମେ ଉନ୍ନତ ଦିଗକୁ ଯିବା ବିକଚିତ ଚେତନା ଆଡ଼କୁ ଯିବା ଆମେ ସମସ୍ତଙ୍କ ଭିତରେ ପ୍ରଭୁଙ୍କୁ ଦର୍ଶନ କରିବା ସମସ୍ତଙ୍କ ଭିତରେ ଭଗବାନଙ୍କୁ ଦର୍ଶନ କରିବା ଭଗବାନଙ୍କର ଯାହା ସୃଷ୍ଟି ସବୁ ରହିଛି ଜଗତର ସୃଷ୍ଟି ସେ ସୃଷ୍ଟିରେ ସମସ୍ତଙ୍କୁ ଆମେ ଭଗବାନଙ୍କ ସୃଷ୍ଟି ବୋଲି ବିଚାର କରିବା ଯେମିତି ବିଦ୍ୟାଧୀନ ସମ୍ପନ୍ନେ ବ୍ରାହ୍ମଣ ଗବିହସ୍ତିନି ସୁବିଚୈବ ସୌଭାଗ୍ୟ ପଣ୍ଡିତା ଯେ ସମଦର୍ଶନ ଅର୍ଥାତ୍ ସମସ୍ତଙ୍କ ଭିତରେ ଭଗବାନଙ୍କୁ ଦର୍ଶନ କରୁଛି ସେ ଗୋଟେ ପଶୁ ଭିତରେ ପକ୍ଷୀ ଭିତରେ କୀଟ ଭିତରେ ପତଙ୍ଗ ଭିତରେ ସମସ୍ତଙ୍କ ଭିତରେ ସେ ଆଉ ସେଥିପାଇଁ ସେ ଚିନ୍ତା କରିବା ଦରକାର ଯେ ପ୍ରକୃତ ପକ୍ଷେ ଭଗବାନ ଏତେ କୃପାଳୁ ଭଗବାନ ଏତେ କରୁଣାମୟ ଯେ କି ମନୁଷ୍ୟର ହୃଦୟ ଭିତରେ ଅଛନ୍ତି ପୁଣି ପଶୁପକ୍ଷୀ ଏପରି ବିଷ୍ଠାର କୁମୀର ହୃଦୟ ଭିତରେ ଅଛନ୍ତି ଭଗବାନଙ୍କ ସେ ପାତ୍ର ଅନ୍ତର ଭିତରେ ଭଗବାନଙ୍କ ପାତ୍ର ଅନ୍ତର ଭିତରେ ମୁଁ କାହିଁକି ସେ ବିଷ୍ଠାର କୁମୀର ଭିତରେ ରହିବି ସେ ତ ଅତି ମାନେ ତାଙ୍କର ଦୂଷିତ ବସ୍ତୁ ଭିତରେ ଅଛି ମୁଁ ତା ଭିତରେ କାହିଁକି ନା ସେଭଳି ପାତ୍ର ଅନ୍ତର ଆମ ଭିତରେ ସେ ପାତ୍ର ଅନ୍ତର ଆମ ଭିତରେ ସ୍ୱର୍ଗ ଚେତନା ଅଛି କିନ୍ତୁ ଭଗବାନଙ୍କର ସ୍ୱର୍ଗ ଚେତନା ନାହିଁ ଯୋଉଥିପାଇଁ ସେ ସମସ୍ତଙ୍କୁ ସମାନ କିନ୍ତୁ ଆମର ଦୃଷ୍ଟିରେ ଆମେ ଦେଖୁଛେ ଭଗବାନ ପାତ୍ର ଅନ୍ତର କରୁଛୁ ଭଗବାନ ପାତ୍ର ଅନ୍ତର କରୁନା କିନ୍ତୁ ଆମ ଦୃଷ୍ଟିରେ ଆମେ ଦେଖୁଛେ ଭଗବାନ ପାତ୍ର ଅନ୍ତର କିଭଳି ଭାବରେ ନା ଦେବତାମାନଙ୍କୁ ସାହାଯ୍ୟ କରୁଛନ୍ତି ଅସୁରମାନଙ୍କୁ ମାରୁଛନ୍ତି ଆମେ ଦେଖୁଛେ ତେଣୁ ଆମେ କହୁଛେ ଭଗବାନ ପ୍ରକୃତ ପକ୍ଷେ ଦେବତାମାନଙ୍କୁ ସାହାଯ୍ୟ କରୁଛନ୍ତି ସେ ନିରପେକ୍ଷ ନୁହନ୍ତି ସେ ପକ୍ଷପାତିତା ଅବଲମ୍ବନ କିନ୍ତୁ ପ୍ରକୃତ ସେ ପକ୍ଷପାତିତା ନୁହଁ ସେ ନିରପେକ୍ଷ ଆମ ଦୃଷ୍ଟିରେ ସେ ଦେଖୁଛେ ଆମେ ପକ୍ଷପାତିତା ସେ ଅବଲମ୍ବନ ଅସୁରମାନଙ୍କୁ ମାରିଲେ ମଧ୍ୟ ସେମାନେ କ'ଣ ନରକକୁ ଯାଉଛନ୍ତି ଯେଉଁମାନେ ତାଙ୍କ ହସ୍ତରେ ମରୁଛନ୍ତି ସେମାନେ ତ ନରକକୁ ଯାଉଛନ୍ତି ସେମାନେ ମୃତ୍ୟୁବରଣ କଲେ ସେମାନେ ଯାଉଛନ୍ତି ଯାତ୍ରା କରୁଛନ୍ତି ଯେମିତି ଜୟ ବିଜୟଙ୍କ କଥା କୁହାଯାଉଛି ଜୟ ବିଜୟ ଦ୍ୱାରପାଳ ଥିଲେ ସେମାନେ ଯେତେବେଳେ 4 କୁମାରଙ୍କର ଅଭିଶପ୍ତ ହେଲେ ସେତେବେଳେ 3 ଜନ୍ମରେ ସେମାନେ ଶତ୍ରୁ ରୂପରେ ଭଗବାନଙ୍କୁ ଆସିଲେ 3 ଜନ୍ମରେ ଶତ୍ରୁ ରୂପରେ ତାଙ୍କୁ ଦିଆ ହେଇଥିଲା ଅପସର ଦିଆ ହେଇଥିଲା ତୁମେ ଯଦି ଶତ୍ରୁ ରୂପରେ ଆସିବ ତୁମକୁ 3 ଜନ୍ମ ଲାଗିବ କିନ୍ତୁ ତୁମେ ଯଦି ମିତ୍ର ରୂପରେ ମୋର ଆସିବ ଭଗବାନଙ୍କ ମିତ୍ର ରୂପରେ ଆସିବ ତାହାକୁ 7 ଜନ୍ମ ତୁମକୁ ଲାଗିବ ତ ତୁମେ ଶତ୍ରୁ ରୂପରେ ଆସିବା ପାଇଁ ଚାହଁ ନା ମିତ୍ର ରୂପରେ ଆସିବା ପାଇଁ ଏ ଅପସର ତାଙ୍କୁ ଦିଆଗଲା ସେମାନେ କହିଲେ ଆମେ ଆପଣଙ୍କ ପାଖକୁ ଖୁବ୍ ଶୀଘ୍ର ଯିବୁ ତେଣୁ ଆମେ କେମିତି ଆପଣଙ୍କୁ ଶୀଘ୍ର ଯିବୁ ସେଥିପାଇଁ ଦରକାର ଆମେ ଶତ୍ରୁ ଭାବରେ ଆପଣଙ୍କ ସହିତ ଯୁଦ୍ଧ କରିବୁ କିନ୍ତୁ ଆପଣଙ୍କ ପାଖକୁ ଆମେ ଶୀଘ୍ର ଯିବୁ
ତେଣୁ ସେମାନେ ଶତ୍ରୁ ରୂପରେ ଆସିଲେ, ଅସୁର ରୂପରେ ଜନ୍ମଗ୍ରହଣ କଲେ, ଭଗବାନଙ୍କ ସହିତ ଯୁଦ୍ଧ କଲେ ଏବଂ ଯୁଦ୍ଧ କରି ମୃତ୍ୟୁବରଣ କଲେ, ମୃତ୍ୟୁବରଣ କରିକି ସେମାନେ ବୈକୁଣ୍ଠ ଯାତ୍ରା ଆଉ ପୁଣି ସେଇ ଦ୍ୱାରପାଳ ଉପରେ କାଟିଲେ। ତେଣୁ ତାଙ୍କର କ'ଣ ଅସୁବିଧା ବା ସେମାନଙ୍କର କ'ଣ କ୍ଷତି କ'ଣ ପ୍ରକୃତରେ ଭଗବାନ ସମସ୍ତଙ୍କ ପାଇଁ ମଙ୍ଗଳ, କିନ୍ତୁ ଆମ ଦୃଷ୍ଟିରେ ଆମେ ଦେଖୁଛୁ। ଭଗବଦ୍ଗୀତାରେ ଭଗବାନ କହିଲେ ଯେଉଁମାନେ ମୋର ଶରଣାପନ୍ନ ହେବେ ସେମାନଙ୍କୁ ମୁଁ ସମ୍ପୂର୍ଣ୍ଣ ତାଙ୍କର ଦାୟିତ୍ୱ ଦେବି। ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବପାପେଭ୍ୟୋ ମୋକ୍ଷୟିଷ୍ୟାମି। ସମ୍ପୂର୍ଣ୍ଣ ଭାବରେ ତୁମେ ମୋର ଶରଣାଗତ ହୁଅ ଏବଂ ତୁମେ ଯାହା ପାପ କରୁଛ, ଯାହା କିଛି କରୁଛ ଭୁଲି ଯାଅ, ସେଗୁଡ଼ା ଦାୟିତ୍ୱ ଆମେ ନେବୁ, ମୁଁ ସମ୍ପୂର୍ଣ୍ଣ କରିପାରିବି। କିନ୍ତୁ ଭାଗବତରେ ତାଙ୍କର ପ୍ରିୟ ଭକ୍ତ ନାରଦମୁନି କ'ଣ ନାରଦମୁନି କହିଲେ, ତୁମେ ଯଦି ପତିତ ମାନେ ତୁମେ ଯଦି ଶରଣାଗତ ହେଇକି ପତିତ ହେଇଯାଇଛ ବା ପତନ ତୁମର ହେଇଯାଇଛି, ତୁମେ ଶରଣାଗତ ଭଗବାନ ପାଖରେ ହେଇ ଆସିଛ, କିନ୍ତୁ ତୁମେ ଯଦି କୌଣସି କାରଣରୁ ପତନ ହେଇଗଲ ତାହେଲେ ମଧ୍ୟ ତୁମର କିଛି ଏ ପ୍ରକାର ତୁମେ ତ ଶରଣାଗତ ହେଲେ ଭଗବାନ ପାଇବ, ଭଗବାନ ତୁମ ଦାୟିତ୍ୱ ନେବେ। କିନ୍ତୁ ନାରଦମୁନି ଏଠି କହିଲେ ଯେ ତୁମେ ଶରଣାଗତ ହେଇକି ତୁମେ ପତିତ ହେଇଗଲ, ପତନ ହେଇଗଲ, ତଥାପି ମଧ୍ୟ ତୁମର ଲାଭ ହେଲା। କିନ୍ତୁ ତୁମେ ଭୌତିକ ମାର୍ଗରେ ଯେତେ ଉନ୍ନତ ସ୍ତରକୁ ଯାଅ ନା କାହିଁକି, ଯେତେ ଉନ୍ନତ ସ୍ତରକୁ ଅନେଶତ ପର୍ଯ୍ୟନ୍ତ ଯାଅ, କିନ୍ତୁ ମୃତ୍ୟୁବରଣ କଲା ପରେ ତୁମେ ଏକ ପୁଣି ଆଉ ଅନେଶତରୁ ଶହେ କରିବ। କିନ୍ତୁ ଭକ୍ତି ମାର୍ଗରେ ତୁମେ ଭଗବାନଙ୍କୁ ଶରଣାଗତ ହେଇଛ, 1ରୁ 5 ପର୍ଯ୍ୟନ୍ତ ଯାଇତେ ପୁଣି ତୁମର ପତନ ହେଇଗଲା, ପୁଣି ମୃତ୍ୟୁବରଣ କଲ, ପୁଣି ଜନ୍ମ ଯେତେବେଳେ ପାଇବ ସେତେବେଳେ 6ରୁ ଆରମ୍ଭ ଆଉ 1ରୁ ଆରମ୍ଭ। କିନ୍ତୁ ଏ ଅବସ୍ଥା ଭୌତିକ ମାର୍ଗରେ ପାରିବାରିକ ସମାଜ ମାର୍ଗରେ ଯେଉଁ ଆମେ କାର୍ଯ୍ୟ କରୁଛେ, ସେ କାର୍ଯ୍ୟ ଯେତେ ତୁମେ ଉନ୍ନତିର ଶିଖର ଦେଶରେ ପହଞ୍ଚ ନା କାହିଁକି, ଯଦି ମୃତ୍ୟୁବରଣ କଲ ପୁଣି ମୂଳକୁ ଆଉ ତୁମର ଯେଉଁ ବିଶ୍ୱାସ କରୁଛ ସେଟା ଆରମ୍ଭ କରିବେ, ସେଠି ମୂଳକୁ ଆରମ୍ଭ କରିବେ। ତାର କେଉଁଟା ଆମର ଫାଇଦା ଅଛି, କେଉଁଥିରେ ଆମର ଫାଇଦା ଅଛି? ଯେଉଁ ଭକ୍ତି ମାର୍ଗରେ ପତନ ଏପରିକି ପତନ ହେଇଗଲେ ମଧ୍ୟ ତାର କୌଣସି ପ୍ରକାର କ୍ଷତି ହେବନି। ଗୀତାରେ ଭଗବାନ କହିଲେ ନେହା ବିକ୍ରମଣା ସ୍ୱସ୍ତି ପ୍ରତ୍ୟବାୟ ନ ବିଦ୍ୟତେ ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତ୍ୱ। ଏ ମାର୍ଗରେ କିଏ କିଛି ଟିକେ କଲେ ମଧ୍ୟ ତାହା କୌଣସି ପ୍ରକାର ଭାବରେ ଆମେ କ୍ଷତିରେ ନାହିଁ, କୌଣସି ପ୍ରକାର ଭାବରେ ଆମର କିଛି ଅସୁବିଧା ନାହିଁ। ଏ ମାର୍ଗରେ ଭକ୍ତି ମାର୍ଗରେ ଯଦି କିଞ୍ଚିତ ଆମେ କରିଛେ ତାହେଲେ ଏଥିରେ କୌଣସି କ୍ଷତି ନାହିଁ, ବଡ଼ ଲାଭ ଅଛି। ଉଦାହରଣ ସ୍ୱରୂପ ଭରତଙ୍କ କଥା ଉଦାହରଣ ଦିଆଯାଏ। ଭରତ ଥିଲେ ଶଶାଗ୍ରା ଭାରତର ରାଜା। ଭାରତ କହିଲେ ସମଗ୍ର ପୃଥିବୀକୁ ବୁଝାଉଥିଲା, ସମଗ୍ର ପୃଥିବୀକୁ ଭାରତ ବର୍ଷ କୁହାଯାଉଥିଲା। ଭରତଙ୍କ ନାମାନୁସାରେ ଭାରତ ବର୍ଷ ହେଇଛି। କିନ୍ତୁ ସେ ଯୁବକ ଅବସ୍ଥାରେ ରାଜକାର୍ଯ୍ୟ ତ୍ୟାଗ କଲେ, ଯୁବକ ଅବସ୍ଥାରେ ରାଜକାର୍ଯ୍ୟ ତ୍ୟାଗ କରିକି ଚାଲିଗଲେ, ଭଗବାନଙ୍କୁ ତପସ୍ୟା କରିଗଲେ। ତାଙ୍କର ପୁତ୍ରକୁ ଦାୟିତ୍ୱ ଦେଇକି ସେ ଚାଲିଗଲେ। ଆଶ୍ରମରେ ରହିଲେ, ତପସ୍ୟା କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କଲେ, କିନ୍ତୁ ଗୋଟିଏ ମୃଗ ଶିଶୁ ପ୍ରତି ତାଙ୍କର ଆସକ୍ତି ଆସିଗଲା। ତାଙ୍କର ଆଶ୍ରମ ସମ୍ମୁଖରେ ଗୋଟିଏ ମୃଗ ମା ମୃଗ ସେ ତାର ଗୋଟେ ପିଲାଟିକୁ ଜନ୍ମ ଦେଇକି ସେ ମୃତ୍ୟୁବରଣ କଲା। ସେ ମା ମୃଗଟି ଚାଲିଗଲା ପରେ ଛୋଟ ପିଲାଟି କାଣା କାଣା ହେଉଛି ସେତେବେଳେ ଭଗବାନଙ୍କ ଆଖିରେ ପଡ଼ିଲା। ସେତେବେଳେ ସେ ସେବା କରୁଥିଲେ, ଦେଖିଲେ ଛୋଟ ପିଲାଟି କେହି କାନ୍ଦୁଛି, ସେଠି କେହି ନାହାନ୍ତି, ଜନ୍ମ ହେଇଛି ସାଙ୍ଗେ ସାଙ୍ଗେ। ସେ ଚିନ୍ତା କଲେ ଏଇଠି ଯଦି ଏମିତି ପଡ଼େ କେହି ଆସି ବାଘ କିମ୍ବା କୌଣସି ସିଂହ ଖାଇବେ। ତେଣୁ ସେ ଚିନ୍ତା କଲେ ନା, ଭଗବାନ ମଧ୍ୟ ମୋତେ ପଠେଇଛନ୍ତି ଏହା ଏଇ ପ୍ରକାର ମନରେ ତାଙ୍କ ଚିନ୍ତା ସ୍ପେକୁଲେସନ୍ ମନରେ ସେଇ ପ୍ରକାର ଚିନ୍ତା କଲେ ଭଗବାନ ମଧ୍ୟ ୟାର ସେବା ସୁଦ୍ଧା କରି ମୋତେ ନହେଲେ କିଏ ମରିଯିବ, ମାତ୍ର ଖାଇଦେବି। ତେଣୁ ମୁଁ ତାକୁ ନେଇ ଆସିଲି। ଏହା କହି ସେ ଛୋଟ ଶିଶୁଟି ସାପ ପେଟକୁ ନିଜ ଆଶ୍ରମକୁ ନେଇ ଆସିଲେ, ତାର ସମସ୍ତ ଲାଳନ ପାଳନ ଦାୟିତ୍ୱ। କିନ୍ତୁ ଏହାର ଫଳ କ'ଣ ହେଲା? ଏହା ଫଳ ହେଇଗଲା ଯୋଉଥିପାଇଁ ସେ ଆସିଥିଲେ ତାହା ସମ୍ପୂର୍ଣ୍ଣ ଭାବରେ ସେ ଭଗବାନଙ୍କୁ ତପସ୍ୟା କରିବା ପାଇଁ ଆସିଥିଲେ, ଭଗବାନଙ୍କୁ ସ୍ମରଣ କରିବା ପାଇଁ ଆସିଥିଲେ, ସମସ୍ତ କାର୍ଯ୍ୟ ତାଙ୍କ ଜୀବନର ସମସ୍ତ କାର୍ଯ୍ୟ ଭଗବାନଙ୍କୁ ଉଦ୍ଦେଶ୍ୟ କରିବା ପାଇଁ ଆସିଥିଲେ। କିନ୍ତୁ କାର୍ଯ୍ୟଟା ସବୁ ବଦଳିଗଲା ଶିଶୁ ସେବାରେ ରହିଥିଲା। ଛୋଟ ମୃଗ ଶିଶୁ ସେବାରେ ତାଙ୍କର ଜୀବନଟି ସବୁବେଳେ ସେ ମୃଗ ଶିଶୁ କଥା ଚିନ୍ତା ମନରେ ଆସେ। ସେଥିପାଇଁ କୁହାଯାଇଛି ଆମର ଦୁର୍ବଳତା,
ଆମର ଦୁର୍ବଳତା ଭଗବାନଙ୍କ ପାଖରେ ରହିବା ଉଚିତ। ଦୁର୍ବଳତା ଅନ୍ୟ କୌଣସି ଏପରିକି ନିଜର ମା ହଉ, ନିଜର ଭଉଣୀ ହଉ, ନିଜର ସ୍ତ୍ରୀ ହଉ, ନିଜର ବନ୍ଧୁ ହଉ, ନିଜର ସମାଜ ହଉ, ନିଜର ଦେଶ ହଉ, ନିଜର ଜାତି ଏମାନଙ୍କ ନିକଟରେ ଦୁର୍ବଳତା ଆତ୍ମ ରହିବା ଉଚିତ। ସେଇ ଦୁର୍ବଳତା ନାହିଁ ଆମକୁ ଅସୁବିଧା ଆମ ସଫଳ ଆମେ ସେଥିପାଇଁ କଷ୍ଟ ଭୋଗ କରୁ। ଆମେ ସେଥିପାଇଁ ଦଣ୍ଡ ବହୁତ ଛୁଆ କହୁଛନ୍ତି ମୁଁ ଚାହୁଁଛି ମୋ ପୁଅଟାକୁ ଭକ୍ତି ମାର୍ଗ ଆସିବା ପାଇଁ ସେଟା ଆସୁନି। କିନ୍ତୁ ତୁମେ ଆସିଛ ଭକ୍ତି ମାର୍ଗ ସେତିକି ତୁମେ କିଭଳି ଭକ୍ତି ମାର୍ଗ ରହିବ ସେଟାକୁ ଚେଷ୍ଟା କର। ଅନ୍ୟମାନଙ୍କ ପାଇଁ କାହିଁ ଚେଷ୍ଟା କର? ଅନ୍ୟ କ'ଣ ତୁମେ ଚାହିଁଲେ କରିପାରିବେ? ପ୍ରଭୁପାଦ ମହାରାଜ ତାଙ୍କର ସ୍ତ୍ରୀକୁ ସେ କରିପାରିବେ। ଯେଉଁ ପ୍ରଭୁପାଦ ସମଗ୍ର ପୃଥିବୀକୁ ପରିବର୍ତ୍ତନ କଲେ କିନ୍ତୁ ତାଙ୍କ ସ୍ତ୍ରୀ ପରିବର୍ତ୍ତନ ସ୍ତ୍ରୀ ତାଙ୍କର ଚା ପିଇବା ପାଇଁ ବିକ୍ରି କରିଦେଲେ ଗୀତା ବହି। ବୁଝିଲେ ଗୀତା ବହିକୁ ବିକ୍ରି କରି ଚା ପିଇବେ ପ୍ରଭୁପାଦ ତାଙ୍କର ସ୍ତ୍ରୀ। ସେହିପରି ଭାବରେ କୁହାଯାଇଛି ଯେଉଁ ମହାଜନ ମାନେ ସମଗ୍ର ପୃଥିବୀ ପରିବର୍ତ୍ତନ କରୁଛନ୍ତି, ଯେଉଁ ମହାତ୍ମା ଯେଉଁ ସନ୍ନ୍ୟାସୀ ସେମାନେ ପୃଥିବୀ ପରିବର୍ତ୍ତନ ନିଜର ପରିବାରର ସଦସ୍ୟ ପରିବର୍ତ୍ତନ କରିପାରନ୍ତି। ଆମେ ଚାହିଁଲେ ଆମ ପରିବାରକୁ କରିଦେବା। କାହିଁକି ଏତେ ଚିନ୍ତା? ମୋ ପୁଅ କାହିଁକି ହେଲାନି, ମୋ ସ୍ୱାମୀ କାହିଁକି ହେଲାନି, ମୋର ଝିଅ କାହିଁକି ହେଲାନି, ସେଟା କାହିଁ ଚିନ୍ତା? ତମେ ନିଜେ ଶୀଘ୍ର ହେଇଯିବ, ତମେ ନିଜେ ଠିକ ଭାବରେ କର। ଅନ୍ୟମାନେ କରିଛୁ ଅନ୍ୟମାନଙ୍କ ପାଇଁ ଏତେ ଚିନ୍ତା କର, ଅନ୍ୟମାନଙ୍କ ପାଇଁ ଚିନ୍ତା କର ସେଇମାନଙ୍କ ସେଇଆ ଭୋଗୁଛନ୍ତି, ସେ କାନ୍ଦୁଛନ୍ତି। କିନ୍ତୁ ତୁମେ ଆସିଛ ଭକ୍ତି ମାର୍ଗ, ତୁମେ ଭକ୍ତି ମାର୍ଗ ଦେଖ କାହାର ଜନ୍ମ କର୍ମଫଳ ସେମାନେ ନିଜେ ନିଜେ ଭୋଗ କରିବେ। ତୁମେ କାହା କର୍ମଫଳ ପାଇଁ ଭାଗିଦାର ଏ ଯାହା କର୍ମ କରିବେ ସେ ତାର ଫଳ ଭୋଗ କରିବେ। କିଏ କ'ଣ କଲା କିଏ କ'ଣ ନ କଲା ସେଥିପାଇଁ ଚିନ୍ତା କରିବା। ଆମେ ଚେଷ୍ଟା କରିବା, ଚେଷ୍ଟା କଲେ ହେଲା ନହେଲେ ନାହିଁ। ତାପରେ ଏତେ ଚିନ୍ତା କରିବା କ'ଣ? ଠିକ୍ ସେଇଭଳିଆ କଥା। ତେଣୁ ପ୍ରକୃତ ପକ୍ଷେ ଯଦି ଆମେ ଭକ୍ତି ମାର୍ଗରେ କିଞ୍ଚିତ ଭାବରେ ଭରତ ମହାରାଜ ଭଗବାନଙ୍କୁ ଚିନ୍ତା କରି ଛାଡ଼ିକି ସେ ରୋଗ ଶିଶୁ କରିଥିଲେ। ଏବଂ ଏପରିକି ମୃତ୍ୟୁ ସମୟ ଯେତେବେଳେ ଆସିଲା, ଅନ୍ତିମ ସମୟ ଆସିଲା, ସେଇ ମୃଗ ଶିଶୁ କଥା ଚିନ୍ତା ମନରେ ପଶିଲା। ଆରେ ମୁଁ ତ ମରିଯିବି, ସେ ଦାୟିତ୍ୱ ପିଲା କିଏ ନେବ, ସେ ଶିଶୁର ଦାୟିତ୍ୱ କିଏ ନେବ, କ'ଣ ହବ ତାକୁ, କିଏ ମାରିଦେବେ ତାକୁ, କ'ଣ କରିବେ, ଏଇଭଳି ଚିନ୍ତା କଲେ। ତାପରେ ସେ ଜନ୍ମ ନେଲେ ମୃଗ ଶିଶୁ, ମୃଗ ଶରୀର ପ୍ରାପ୍ତ। କାହିଁକି ମୃତ୍ୟୁ ସମୟରେ ମୃଗ କଥା ଚିନ୍ତା କଲେ ଶରୀର ମଧ୍ୟ ମୃଗ ଶରୀର ମିଳିଲା ବର୍ଣ୍ଣନା ରହିଛି। କିନ୍ତୁ ମୃଗ ଶରୀର ପାଇଲେ ମଧ୍ୟ ତାଙ୍କର ପୂର୍ବ ଜନ୍ମର ସ୍ମୃତିଟା ଅଛି। ଆମେ ଆମର ପୂର୍ବ ଜନ୍ମ ଆମ ଘଣ୍ଟା ପୂର୍ବ କ'ଣ କରିଛନ୍ତି। କିନ୍ତୁ ଭରତ ମହାରାଜ ସେ ମୃଗ ଶରୀର ପାଇଲେ ମଧ୍ୟ ତାଙ୍କ ପୂର୍ବ ଜନ୍ମର ସ୍ମୃତିଟା ଥିଲା। କାହିଁକି ଥିଲା? କ'ଣ ନା ଏଇ ଜୀବନରେ ତାଙ୍କ ପୂର୍ବ ଜୀବନରେ ସେ ଆସିଛନ୍ତି ଘର ଛାଡ଼ିକି ଭଗବାନ ପାଇବା ପାଇଁ। ସେଇଟା କୌଣସି ତାଙ୍କର ସେଇଟା କୌଣସି ତାଙ୍କର କ୍ଷତି ହେଲାନି, ବରଂ ସେଇଟା ତାଙ୍କୁ ବର୍ତ୍ତମାନ ସାହାଯ୍ୟ କରୁଛି। ମୃଗ ଶରୀର ପାଇକି ମଧ୍ୟ ସେ ମୃଗମାନଙ୍କ ସାଙ୍ଗରେ ରହିଲେ, ସାଧୁମାନଙ୍କ ସଙ୍ଗରେ ରହିଲେ, ସାଧୁମାନଙ୍କ କଥା ଶ୍ରବଣ କଲେ। ଏଇଭଳି ଭାବରେ ତାଙ୍କର ଖୁବ୍ ଅଳ୍ପ ଦିନ ଭିତରେ ମୃଗ ଶରୀର ତ୍ୟାଗ ହେଲା। ମୃଗ ଶରୀର ସେ ମୃଗ ଶରୀର ତ୍ୟାଗ କରିକି କୌଣସି ଗୋଟେ ମନୁଷ୍ୟ ଜୀବନ ପାଇଲେ, ଗୋଟେ ବ୍ରାହ୍ମଣ ଜୀବନ ପାଇଲେ। ଏବଂ ପୁଣି ପୂର୍ବ ଜନ୍ମ କଥା ବି ଅଛି, ତାଙ୍କର ସ୍ମରଣ ଅଛି। ତ ବ୍ରାହ୍ମଣଙ୍କ ଜନ୍ମ ପାଇଲେ, କିନ୍ତୁ ନିଜକୁ କ'ଣ କଲେ ନା ନିଜେ କଥା କହିପାରୁନାହାନ୍ତି ଏବଂ ନିଜେ କାଲର ଅଧୀନ କଲେ। ମୁଗ ଆଉ ବଧିରର ଅଧୀନ କଲେ। ତାଙ୍କ ନାମ ହେଲା ସୁନ୍ଦର ମୋଡ଼। ସେ ଜଳଭରତ ନିଜେ କଥା କହିପାରୁନାହାନ୍ତି ଏବଂ ଆମ ମୁଗ କଥା ଶୁଣି ପାରୁନାହାନ୍ତି। କିନ୍ତୁ ସବୁ ଶୁଣି ପାରୁଛନ୍ତି, ସବୁ ସେ କଥା କହିପାରିବେ। ବହୁତ ବିଦ୍ୱାନ, କିନ୍ତୁ କହିବାକୁ ଇଚ୍ଛା କରୁନାହାନ୍ତି। କହିଲା ମାନେ ଆମର ସମ୍ପର୍କ ବଢ଼ିବ। ଯେତେ ଆମେ ସବୁ କଥାବାର୍ତ୍ତା କରୁଛେ, ଏହା ଦ୍ୱାରା କ'ଣ ହେଉଛି? ଭଗବାନଙ୍କ ନାମ ଦୂରେଇ ଯାଉଛେ, ଅନ୍ୟମାନଙ୍କ ସହିତ ସମ୍ପର୍କ କଥା କହିବ ତ ଆଉ ଅନ୍ୟ କଥା କହିବା ନାହିଁ। ସେଥିପାଇଁ ଭଲ କାହିଁ କଥା କହିବି, କଥା କହିଲେ ସମ୍ପର୍କ ବଢ଼ିବ। ତେଣୁ ମୋର ସମ୍ପର୍କ ଭଗବାନ ସହିତ ରହିଥାଉ, ମୁଁ ଶୁଣିବି ଭଗବାନ କଥା ଶୁଣିବି, ମୁଁ ଆଉ କାହା ତେଣୁ ସେଥିପାଇଁ ଅନ୍ୟମାନେ ତାଙ୍କୁ ସବୁ ବହୁତ କାର୍ଯ୍ୟରେ ଲଗେଇଲେ। କିନ୍ତୁ ଯେତେବେଳେ ରାଜା ରଘୁଗଣ ସେ ଗୋଟେ ସବାରିରେ ଯାଉଛନ୍ତି ବସିକି, 4 ଜଣ ଲୋକ ତାଙ୍କୁ ଟେକିକି ନେଇକି ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଶରୀର ଅସୁସ୍ଥ, ଯାହାଫଳରେ ସେ ଆଉ ହେଇପାରିଲା। ତେଣୁ ତାକୁ ଖୋଜାଗଲା, 3 ଜଣ ଖୋଜିଲେ କୋଉଠି ଆଉ ଜଣେ ବ୍ୟକ୍ତି ମିଳିବ ତାଙ୍କୁ ନେଇକି ରାଜାକୁ ନେଇକି ଯିବେ। ଖୋଜୁ ଜଳଭରତ ଦେଖି ଆମେ ଅତ୍ୟନ୍ତ ସୁସ୍ଥ ସବଳ ଶରୀର, ତାଙ୍କର ବଳିଷ୍ଠ ଶରୀର, ତାକୁ ନେଇଗଲେ। ସେ ତ କଥା କହୁନାହାନ୍ତି, ନେଇଗଲେ ସେ କିଛି ପ୍ରତିବାଦ କରୁନାହାନ୍ତି, ନେଇକି ତାକୁ ସବାରି କରିବା କାର୍ଯ୍ୟରେ ତାକୁ ଲଗାଇଲେ। କିନ୍ତୁ ଏକର ତ ସବାରି କରିବାର ଅଭିଜ୍ଞତା ନାହିଁ, ସେମାନେ ସବୁ ସବାରି କରିବା ଜାଣିଛନ୍ତି, ତାଙ୍କର ଅଭିଜ୍ଞତା ନାହିଁ।
बोलवा समय एपट सेपट है ता सहित ये तो जहाँ विद्वान और आत्मज्ञानी लाभ कर रास्ता जाऊँ अवस्था पिपुड़ी कौन जीव पड़े काले गोड़ पड़े पड़ेगा मरीज से सावधान हो अभिज्ञता जहाँफल एपट सेपट सवाल जहाँफल राजा विरक्ति तुम अभिज्ञता नहीं तुम्हें एत बड़ शरीर लाभ कर तुम्हें वही पार तुमको जान केवल दंड दे पाए मुझे राजा मुझे चाहिए तुमको मृत्यु दंड देवी शेष जनभक्त चिंता कर ये राजा को मत बर्तमान उपदेश देवाई राजा ये शरीर चेतना भितर अच्छा एभली भाव से अच्छा बर्तमान शिक्षा देवा पड़ेगा राजा को शिक्षा देते से प्रजा जमी भगवान कृष्ण देवस्थान को शिक्षा देते सूर्य देवता होती राजा ब्रह्मांड राजा से सूर्य देवता शिक्षा देते से बर्तमान जनभक्त कहले चिंता करें मुझे राजा को शिक्षा रघुवर तपसा न जाति न निर्वा पराम प्रभाता न छंदसा वैक जलाग्नि सूर्य बिना महत पाद भज एक कथा पहले हे राजा रघुवर जड़े कठिन भाव ब्रह्मचर्य व्रत पालन करी जड़े कठिन भाव ब्रह्मचर्य व्रत पालन कर जड़े कठिन भाव गृहस्थ आश्रम रही जड़े कठिन भाव बानप्रस्थ आश्रम पालन कर जड़े कठिन भाव सन्यास व्रत पालन कर सहित कहुई शीत दिन में जड़े व्यक्ति बरफ भीतर रही तपस्या कर ग्रीष्म दिन में अग्नि भीतर रही तपस्या कर सब कष्टर कार्य कले जदि जड़े साधुंकर जड़े महत जनकर कृपा लाभ न कर महत जनकर पादर धूड़ी को निज मस्तक में पड़ी रही परिश्रम करके कष्ट करके तुम किसी लाभ बिना महत पाद रजन विषय जदि जड़े महत लोकर पादर धूड़ी तुम मस्तक पड़ी रही सब एत परिश्रम एत कृच्छ कष्टकर कार्य कर किसी लाभ शुणिले राजा हठात सवाल लोग तो कथा सबाई बंधा लगे केते बड़ भूल काम कर ये तो साधारण लोक न ये निश्चित भाव में देव अंशी लोक आ देवदूत लोक कौन से देवता अंश जात लगे तो सवारी पूजा ना हो आगे से से बोले आपण आज्ञा महान व्यक्ति आपण को कार्य करै छी कहि छी आपण को सवासा क्षमा ए प्रकार भाव राजा से जड़ भरत से जीवन शेष जीवन कहीं से जड़ भरत को नहीं गले कालिकर सेवक मारे कहीं कालिकर सेवक चाहते गोटे बड़ी नहीं जी गोटे मनुष्य को बड़ी जाती बुझीपारे शेष जड़ भरत को देखिए से जड़ भरत को नहीं गले बड़ी देवाई जो बड़ी जावाई उद्यत होती कालिक सम्मुख काली भक्त समय कालिकर प्रतिवर्ती सम्मुख जो से जड़ भरत बड़ी जावा उद्यत होती से समय निजे काली से मूर्ति आगे एवं खड़ग धारण कर जो मैंने बड़ी देवाई जो सेवक मैंने से सेवक मान आगे काढ़ी कहले अरे गोटे मोर प्रभुंर भक्त काढ़ी मारिया मुझे जहाँ को उपासना कर भक्त भी आनी मत मो पाखे बड़ी देवा हाणी जड़ भक्त को से ये हूँ तीन जन आगला प्रकृत पक्षे पतित होगी कौन प्रकार भाव में आम जब भगवान किसी करे कौन प्रकार ये गोटे उदाहरण वृत्रासुर उदाहरण दि जाए वृत्रासुर असुर जीवन पाई चित्रकूट थे से पार्वती अभिशाप पाई असुर है असुर इंद्र सहित से युद्ध कर कौन कहते असुर पूर्वजन्म एवं से भक्तर कथा कहते गोपी मान कथा न प्रकृष्ट न च पारमश्य न सार्वभौम न साधिपत्य न जीव सिद्धि न पुनर्भवम वा समंजस्य वीरभद्र से कहते मोर स्वर्गपति दरकार असुर होगी से निजक भक्तर परिचय एक विराट असुर रुद्रासुर मान जहाँ मस्तक आकाश को स्पर्श कर पहाड़ गुंफा बड़ी तार उदर एवं चक्षु गुड़ाक विराट विराट चक्षु एवं मुहर बाहर जीवा से सर्पर जीवा बेले देखा भयंकर असुर एत भयंकर असुर किंतु
କଥା କହୁଛି ଭଗବାନ ସେ କହୁଛି ମୋର ସ୍ୱର୍ଗପତି ଦରକାର ନାହିଁ ମୋର କୌଣସି ଯୋଗସିଦ୍ଧି ଦରକାର ନାହିଁ ମୁଁ କୌଣସି ଚାହୁଁନି ଯେ ମୁଁ କୌଣସି ରାଜପୁତ୍ରରେ କ'ଣ ସ୍ୱର୍ଗ ପଦବୀ ମନ୍ଦିରରେ ପାତାଳରେ କୌଣସି ପଦପଦବୀ ମୋର ଅଭିଳାଷ ନାହିଁ ମୁଁ କେବଳ ଚାହୁଁଛି ମୋ ପ୍ରଭୁଙ୍କର ସେବା କରିବି ମୋ ପ୍ରଭୁଙ୍କର ସେବାରେ ବିଚ୍ୟୁତ ହେଇକି ବର୍ତ୍ତମାନ ଅସୁରସର ପାଇଛି ଏବଂ ଅସୁରସର ପାଇକି ମୁଁ ବହୁତ କଷ୍ଟ ଭୋଗ କରୁଛି ତେଣୁ ସେ ଶରୀରରୁ କିନ୍ତୁ ମୁକ୍ତି ଲାଭ କରିକି ମୁଁ ଭଗବତ ଧାମ ସେଥିପାଇଁ ମୋତେ ଶୀଘ୍ର ମାରିବି ଏ ଇନ୍ଦ୍ର ଆପଣଙ୍କ ଏଇ ବଜ୍ର ଦ୍ୱାରା ମୋତେ ଶୀଘ୍ର ମାରିବି ଏ ପ୍ରକାର ଭାବରେ ରୁଦ୍ରାସୁର ଅନୁଭବ କରୁଛନ୍ତି ସେ ଅସୁରସର ପାଇକି ମଧ୍ୟ ତା ପୂର୍ବଜନ୍ମର ବୁଦ୍ଧି ରହିଛି ମୁଁ ଦାଦା ଚିତ୍ରକୂଟ ଥିଲେ ପାର୍ବତୀ ମତ ବିଷୟରେ ବର୍ତ୍ତମାନ ମୁଁ ସେ ସରକାର ତ୍ୟାଗ କରି କରୁଛି ये होची भगवत वर्तमान रास्ते तापर अजामिल का सारा जीवन पाप गोटे बेश्या करथिला बेश्या द्वारा केते संतान 10 के 12 के संतान प्रसव कला 86 वर्ष मध्ये तार गोटे संतान किंतु कोन से सुकृति वर्ष ता पिला के नाम से रखला नारायण एते पाप करी के मत से पिला मध्ये आसक्ति थिला तो मृत्यु समय जब जमंत माने देखो चाष कर नवा चाहते से समय से पिलार पिला को डाकिदेला नारायण भगवान को उद्देश्य करके पिलार नाम रखा है नारायण से पिलार नाम नारायण उच्चारण किंतु से नारायण नाम उच्चारण करने द्वारा तार से जन्म पाप को कोटि कोटि जन्म पाप होता है आ से मरा नहीं कि जमंत माने डाक नहीं पाले नहीं विष्णु तो माने आसे पहुंचता संपूर्ण भाव सुरक्षा देले एवं तार जीवन संपूर्ण भाव ये होचे भक्ति मार्ग ये ସେଥିପାଇଁ କୁହାଯାଇଛି ଯାହା କିଛି ଆମେ ଦେଖୁଛେ ଭୌତିକ ଜଗତରେ ଭଗବାନ ଆମ ପାଇଁ ଏତେ କୃପା କରିଛନ୍ତି ଯାହା କିଛି ସୌନ୍ଦର୍ଯ୍ୟମୟ ଯାହା କିଛି ଆନନ୍ଦମୟ ଯାହା କିଛି ଗୌରବମୟ ଆମେ ଦେଖୁଛେ ତାହା ତାଙ୍କର ଅଂଶ ବୋଲି ଗ୍ରହଣ କରିବା ଉଚିତ ଏବଂ ତାଙ୍କ ପ୍ରତି ଆମର ଅନୁରକ୍ତି ରହିବା ଉଚିତ ତାଙ୍କ ପ୍ରତି ଆମର କୃତଜ୍ଞତା ରହିବା ଉଚିତ ଭଗବାନ କୃପା କରିକି ଆମକୁ ଏସବୁ ପ୍ରଦାନ କରିଛନ୍ତି ଜଳ ଦେଇଛନ୍ତି ବାୟୁ ଦେଇଛନ୍ତି ଆଲୋକ ଦେଇଛନ୍ତି ଅଗ୍ନି ଦେଇଛନ୍ତି ଭୂମି ଦେଇଛନ୍ତି ସବୁକିଛି ଆମକୁ ସେ ପ୍ରଦାନ କରୁଛନ୍ତି ତାଙ୍କ ପ୍ରତି ଆମର ଅନୁରକ୍ତ ରହିବା ଉଚିତ ଏବଂ ତାଙ୍କ ଉଦ୍ଦେଶ୍ୟରେ ଆମେ ପ୍ରାର୍ଥନା କରିବା ଉଚିତ ସେଥିପାଇଁ ଭାଗବତ ବହୁତ ସ୍ତୁତି ସବୁ ଅଛି ଭଗବାନଙ୍କ ଉଦ୍ଦେଶ୍ୟରେ ସମସ୍ତେ ସ୍ତୁତି କରୁଛନ୍ତି ପ୍ରଥମ ସ୍ତୁତି ଆରମ୍ଭ ହେଉଛି ଉତ୍ତରାଖଣ୍ଡ ଭଗବାନ କୃଷ୍ଣଙ୍କ ଉଦ୍ଦେଶ୍ୟରେ ସ୍ତୁତି କରୁଛନ୍ତି କୁନ୍ତି ଭଗବାନଙ୍କ ଉଦ୍ଦେଶ୍ୟରେ ସ୍ତୁତି କରୁଛନ୍ତି ଭୀଷ୍ମ ଭଗବାନଙ୍କ ଉଦ୍ଦେଶ୍ୟରେ ସ୍ତୁତି କରୁଛନ୍ତି ପ୍ରହ୍ଲାଦ ମହାରାଜ ଭଗବାନଙ୍କ ଉଦ୍ଦେଶ୍ୟରେ ସ୍ତୁତି କରୁଛନ୍ତି ଗଜେନ୍ଦ୍ର ଭଗବାନଙ୍କ ଉଦ୍ଦେଶ୍ୟରେ ସ୍ତୁତି କରୁଛନ୍ତି ଆଉ बहुत समस्त स्तुति सब रही बहुत परिमाण समस्त कारण जहाँ पात्र आम किसी लाभ कर जहाँ कि आमको मिली आम जो आज समस्त निकट में प्रशंसित हो सबूर भगवान प्रति आम अनुरक्ति रहा उचित प्रति आम कृतज्ञता रहा उचित कि हतभागा जीव प्रति कृतज्ञ न रही निजक से चल मुझे मो द्वारा सब कुछ संभव अन्य कहार किसी कर ये हूँ हतभागा ये हूँ निर्विघ्न कार्य आगे समय आसो समस्त कृपा को भगवान हरण करे से आम गोटे तृणटी उठे पार जो शक्ति जो सामर्थ्य नहीं आम गर्व करे जो गर्व जो कर्म को लेकिन गर्व करे समय आसो पारालिसिस निस्तेज अंग कौन कार्य किसी करें चाहता उठे पार कथा कौन ये गर्व दम्भ अहंकार ये सब तो से समय बर्तमान भगवान आमको शक्ति देती कथा कहवाई शक्ति देती चलवाई शक्ति अंतत कृतज्ञता प्रति आम अनुरक्ति रहा उचित प्रति आम सब बेले आम मन से रहा उचित और प्रति आम कृतज्ञता रहा उचित रही प्रकृत प्रति आम जीवन में आम सफल ताही भगवान आम शिक्षा देते जहाँ किसी तुम देखुच भौतिक जगत चिज जगत आम देखा तो चिज जगत जहाँ किसी आनंदमय जहाँ किसी सुंदर जहाँ किसी तेज देखुच से सब हूँ मोर मत स्मरण जमी प्रकृति दान कहते नदी देखुच साधारण नदी बोली ज्ञान कर जमुना नदी ज्ञान कर गंगा नदी ज्ञान से साधारण नदी से जमुना गंगा कहीं से गंगा जमुना महाप्रभु चैतन्य महाप्रभु लीला करते जमुना नदी भगवान कृष्ण लीला करते ये प्रकार स्मरण आसवा सेमती साधारण पर्वत देखिए आम साधारण पर्वत को भाविया उचित से पर्वत हूँ गोवर्धन जहाँ भगवान रामांतर कार्य धारण कर से भाव में कौन स्त्रीलोक को देखिए उपभोग करने चिंता आने उचित ये
यह विवाह किंवा यह संपर्क ए प्रकार चिंताधारा एभଳି चिंताधारा ना ये भगवान सेविका एमाने भगवान सेविका से गोपी और से भगवान की आम सेवक से पुरुष को देखने आम से भाव भगवान এই প্রকার চিন্তাধারা তো আমরা মনে রাখতে হবে সেতবে এই সম্পূর্ণ বিশ্ব মঙ্গলময় যা প্রহ্লাদ সালে বন্ধু সুখীরা সর্বে সন্ত নিরাময়া সর্বে ভদ্রাণি পশ্যন্তু মা পশ্যন্তু আমরা কହୁଛେ কিন্তু କାର୍ଯ୍ୟରେ ନାହିଁ ତାହା କାର୍ଯ୍ୟରେ ନାହିଁ କାର୍ଯ୍ୟଟା କେମିତି ହେବ ଯଦି ସମସ୍ତଙ୍କୁ ଆମେ ଭଗବାନଙ୍କର ଅଂଶ ରୂପରେ ଗ୍ରହଣ କରିବା ଭଗବାନଙ୍କର ଶକ୍ତି ରୂପରେ ଗ୍ରହଣ କରିବା ଭଗବାନଙ୍କର ଐଶ୍ୱର୍ଯ୍ୟ ଭାବରେ ଗ୍ରହଣ କରିବା ତାହେଲେ ଏଇ ପ୍ରକାର ଚିନ୍ତାଧାରା ଅଛି ତାହା ନହେଲେ କୌଣସି ପ୍ରକାର ହେବ ଯେତେ ଯାହା କୁହାଯାଉ ଯେତେ ପ୍ରକାର ପ୍ରଚାର କରାଯାଉ ସିଗାରେଟ ଖୋଳ ଲେଖାଯାଉ ସିଗାରେଟ ସ୍ମୋକିଂ ଇଞ୍ଜୁରିୟସ୍ ଟୁ ହେଲ୍ଥ କେତେ ଜଣ ତା ମାନୁଛନ୍ତି ଦେଖୁଛନ୍ତି ତା ମଦ୍ୟପାନ ବନ୍ଦ ହେଇଯାଉଛି ଧୂମପାନ ବନ୍ଦ ହେଇଯାଉଛି ମଦ୍ୟପାନ କରାଯାଉଛି କ୍ୟାନ୍ସରର କାରଣ କିନ୍ତୁ ଠିକି ଖୋଲା ଦୋକାନ ଠିକି ବନ୍ଦ ଦୋକାନ ଖାଇକି ପଡ଼ିକି 34 ବର୍ଷ ଜଣେ ଚାଲିଗଲେ 34 ନା 35 ବର୍ଷ मद्यपान करके गला सब 34-35 वर्ष जुव हाँ एते प्रकार रेस्ट्रिक्शन करा जाउची एते सब प्रकार एडवर्टाइजमेंट करा जाउची काई ठीक मानुछ सेमती याको प्रकृत पक्षे जीवन निज जीवन आचरण करेगा भगवान प्रकृत पक्षे आसीथिले एवं से जीवन आचरण कर शिक्षा दे एवं से भली भाबरे आमे यदि भगवान से कृपा वा करुणा ग्रहण करबा ताहले ये प्रकार चिंताधारा बा ये प्रकार मनोभाव चिंता और अनुभूति को हम सब समस्त से परमात्मा को प्रभाव करबा का प्रश्न शिक्षा प्रभाव आसबनी का प्रति घोड़ा प्रभाव आसबनी बा कोनसी असत कार्य करबा के हम प्रजा को चिंता करबा तो ये सब कुछ शिक्षा है ताकि भगवान का जय श्री राम।